ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। 2025 ମସିହାରେ ଅଁଳା ନବମୀ 31 ଅକ୍ଟୋବର ଶୁକ୍ରବାର ଦିନ ପଡ଼ୁଛି। ଏହା କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ନବମୀ ତିଥିରେ ପାଳିତ ହୁଏ, ଯାହା 30 ଅକ୍ଟୋବର ସକାଳ 10:06ରେ ଆରମ୍ଭ ହୋଇ 31 ଅକ୍ଟୋବର ସକାଳ 10:03ରେ ଶେଷ ହୁଏ। ଅଁଳା ନବମୀ ତାରିଖ 31 ଅକ୍ଟୋବର 2025 ଶୁକ୍ରବାର। ଶୁଭ ସମୟ। ପୂଜା ପାଇଁ ଶୁଭ ସମୟ ସକାଳ 6:33ରୁ 10:03 ପର୍ଯ୍ୟନ୍ତ। ଆସନ୍ତୁ ଜାଣିବା ଅଁଳା ପୂଜାର ଗୁରୁତ୍ୱ। ଏହି ଦିନରେ ଅଁଳା ଗଛ ପୂଜା କରାଯାଏ ଏବଂ ଏହା ବିଶ୍ୱାସ କରାଯାଏ ଯେ ଏହି ଦିନରେ କରାଯାଇଥିବା ପୂଜା ଅତ୍ୟନ୍ତ ପୁଣ୍ୟ ପ୍ରଦାନ କରେ। କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ଦିନଟିକୁ ଅଁଳା ନବମୀ ଭାବେ ପାଳନ କରାଯାଏ। ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ। ଓଡ଼ିଶାର ଧର୍ମ ସଂସ୍କୃତିରେ ଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି। ବିଶ୍ୱାସ କରାଯାଏ ଯେ ସରସ୍ୱତୀଙ୍କର ରଜଗୁଣରୁ ଅଁଳାର ସୃଷ୍ଟି। ଏହି ଦିନଠାରୁ ସତ୍ୟଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ। ଏହାର ଅନ୍ୟ ନାମ ଅକ୍ଷୟ ନବମୀ ବା ଧାତ୍ରୀ ନବମୀ। ଆସନ୍ତୁ ଜାଣିବା ଅଁଳା ନବମୀ ପଛରେ ଥିବା କାହାଣୀ। ଥରେ ଲକ୍ଷ୍ମୀ ଓ ଭଗବତୀ ହରିଙ୍କୁ କୌଣସି ଏକ ନୂତନ ଦ୍ରବ୍ୟ ଦେବାକୁ ଇଚ୍ଛା କଲେ। କ'ଣ ଦେବେ ଭାବୁଥିବା ବେଳେ ଉଭୟଙ୍କ ଚକ୍ଷୁରୁ ଏକ ସଙ୍ଗେ ଲୁହ ଝରିଲା। ସେହି ଆନନ୍ଦାଶ୍ରୁ ଭୂମିରେ ପଡ଼ି ଅଁଳା ଗଛ ସୃଷ୍ଟି ହେଲା। ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ଦିନେ ଲକ୍ଷ୍ମୀ ଓ ପାର୍ବତୀ ଏକତ୍ର ବନସ୍ଥରେ ନିଜ ନିଜ ପତିଙ୍କ ପାଇଁ ପୂଜାପାଠ କରିବାକୁ ମନ ବଳାଇଲେ। କିନ୍ତୁ ଅସୁବିଧା ଥିଲା, ସ୍ୱାମୀଙ୍କର ପ୍ରିୟ ପୂଜା ସାମଗ୍ରୀ ସେମାନଙ୍କ ପାଖରେ ନଥିଲା। ଅର୍ଥାତ୍ ପାର୍ବତୀଙ୍କ ପାଖରେ ବେଲପତ୍ର କିମ୍ବା ଲକ୍ଷ୍ମୀଙ୍କ ପାଖରେ ତୁଳସୀ ନଥିଲା। ଦୁହେଁ ଭାବିବାକୁ ଲାଗିଲେ କିପରି ଏ ସମସ୍ୟାର ଆଶୁ ସମାଧାନ ହେବ। ଠିକ୍ ସେତିକିବେଳେ ନାରଦ ମୁନି ସେଠାରେ ପହଞ୍ଚି ସମସ୍ୟାଟି ଶୁଣି ଅଁଳା, ବେଲ ଓ ତୁଳସୀ ସମାହାର ବୋଲି ସେମାନଙ୍କୁ କହିବାରୁ ସେ ଦୁହେଁ ଅଁଳା ଗଛ ନିକଟରେ ପୂଜା କାର୍ଯ୍ୟ ସମାପନ କଲେ। ସେଇଥିପାଇଁ ଅଁଳା ଶିବ ଓ ବିଷ୍ଣୁଙ୍କର ପ୍ରିୟ ବୃକ୍ଷ। ଅଁଳା ନବମୀରେ ଅଁଳା ଗଛ ତଳେ ବଟା ଅଁଳାରେ ଭଗବାନ ବିଷ୍ଣୁଙ୍କର ପ୍ରତିମାକୁ ସ୍ନାନ କରାଯାଏ। ଓଡ଼ିଆ ପରମ୍ପରାରେ ଏହି ସ୍ନାନ କାର୍ଯ୍ୟ ଅଁଳା ନବମୀରୁ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଚାଲେ। ହବିଷ୍ୟାଳିମାନେ ଏହି ଦିନ ଅଁଳା ଗଛ ମୂଳରେ ହବିଷାନ୍ନ ରାନ୍ଧନ୍ତି ଓ ବୃକ୍ଷ ଚାରିପଟେ ପ୍ରଦକ୍ଷିଣ କରିଥାନ୍ତି। ଅଁଳା ନବମୀର ଶୁଭ ଯୋଗ। ଏହି ଅଁଳା ନବମୀରେ ଅନେକ ଦୁର୍ଲଭ ଏବଂ ଶୁଭ ଯୋଗ ସୃଷ୍ଟି ହେଉଛି। ପ୍ରଥମେ 31 ଅକ୍ଟୋବର ସକାଳ 6:17ରେ ବୃଦ୍ଧି ଯୋଗ ଆରମ୍ଭ ହେବ ଏବଂ ସାରା ରାତି ପ୍ରଭାବଶାଳୀ ରହିବ। ଏହି ଯୋଗ ସମୃଦ୍ଧି ଏବଂ ପ୍ରଗତି ଆଣିବା ପାଇଁ ବିବେଚନା କରାଯାଏ। ରବି ଯୋଗ ମଧ୍ୟ ଦିନସାରା ଉପସ୍ଥିତ ରହିବ, ଯାହା କାର୍ଯ୍ୟରେ ସଫଳତା ଏବଂ ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଆଣିଥାଏ। ଶିବବାସ ଯୋଗ ମଧ୍ୟ ସକାଳ 10:03 ପର୍ଯ୍ୟନ୍ତ ରହିବ, ଯାହା ପୂଜା ଏବଂ ଶୁଭ କାର୍ଯ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ପୂଜା ବିଧି ଏବଂ ପରମ୍ପରା। ଏହି ଦିନ ଭକ୍ତମାନେ ସକାଳେ ସ୍ନାନ କରନ୍ତି ଏବଂ ସଫା ପୋଷାକ ପିନ୍ଧିଥାନ୍ତି। ଅଁଳା ଗଛ ମୂଳରେ ଜଳ, କ୍ଷୀର, ଫୁଲ ଏବଂ ସମ୍ପୂର୍ଣ୍ଣ ଶସ୍ୟ ଅର୍ପଣ କରାଯାଏ। ଏହାପରେ ଓମ୍ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରି 7 କିମ୍ବା 11 ପରିକ୍ରମା କରାଯାଏ। ପୂଜା ପରେ ଗଛ ତଳେ ବସି ଭୋଜନ କରିବାର ପରମ୍ପରା ଅଛି, ଯାହାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପରିବାରର ସୁଖ, ସମୃଦ୍ଧି ଏବଂ ସ୍ୱାସ୍ଥ୍ୟ ପାଇଁ ଏହି ପୂଜା କରାଯାଏ। ସ୍ୱାସ୍ଥ୍ୟ ଲାଭ। ଅଁଳା କେବଳ ଧାର୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ, ସୁସ୍ଥ ଚର୍ମ ଏବଂ କେଶକୁ ସୁନ୍ଦର କରେ ଏବଂ ମାନସିକ ଶାନ୍ତି ପ୍ରଦାନ କରେ। ଅଁଳା ନବମୀ ପର୍ବ
ଧର୍ମ ଏବଂ ବିଜ୍ଞାନର ଏକ ସୁନ୍ଦର ମିଶ୍ରଣ। ଏହି ଦିନରେ ଅଁଳା ପୂଜା ଏବଂ ସେବନ କରିବା ଦ୍ୱାରା ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଏବଂ ଶାରୀରିକ ଉଭୟ ଲାଭ ମିଳିଥାଏ। ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ବିଶ୍ୱାସ, ଜ୍ୟୋତିଷ, ପଞ୍ଚ ଧାର୍ମିକ ଗ୍ରନ୍ଥ ଇତ୍ୟାଦି ଉପରେ ଆଧାରିତ। ଏଠାରେ ଦିଆଯାଇଥିବା ସୂଚନା ଏବଂ ତଥ୍ୟର ସଠିକତା ଏବଂ ସମ୍ପୂର୍ଣ୍ଣତା ପାଇଁ ଆମ ଆକ୍ଟିଭ ସାଇ ଚ୍ୟାନେଲ ଦାୟୀ ନୁହେଁ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖାହବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର ୱାଚିଂ।